ହାଇ ଫ୍ରେଣ୍ଡସ୍ କେନ୍ତା ଅଛନ୍ ଆଶା କରୁଛେ ଆପଣମାନେ ସମସ୍ତେ ଭଲ ଥିବେ। ଆଜି ସକାଳର ଭିଡ଼ିଓ ଦେଖୁନ୍। ସକାଳୁ ମୁଇଁ ଉଠି ସାରିକିରି ଖୁରିକିନା ବର୍ତ୍ତମାନ ସବୁ ମୁଇଁ ଧୋଇ ଧୁଆ ଦେଇଥିଲିନ। ଆଉ ଏଇଟା ଦେଖୁନ୍ ଆଜି ମୁଇଁ ପିଆଜ ଶାଗକେ ରାନ୍ଧମି। ଆଉ ଗୋଟେ ଚୁଲ୍ହାରେ ମୁଇଁ ଭାତ ବସେଇ ଦେଇଛେଁ। ଆଉ ଏଇଟା ଦେଖୁନ୍ ମୁଇଁ ପିଆଜ ଶାଗଟା ମୁଇଁ ରାନ୍ଧିଦେମି। ଇହାଦେ ତାର ବାପାଟା ଟିଫିନ୍ ଧରିକିରି ନେଇକିନା ଯିବେ। ଆଉ ମୋର୍ ଭାତ ମୋର୍ ହେଇଗଲାନ। ଇହାଦେ ଭାତକେ ମୁଇଁ ଗାଳିଦେମି। ଆପଣମାନେ ଯଦି ତଲେ ଭାତ ଗାଲୁଛନ୍ ତ ଦେଖିକିରି ଗାଲବେ କାଏଁ ସେଥିରେ ପାଣି ଟିକେ ଛିଟକିସି। ଆଉ ଗରମ ତେଲ ଛିଟକିଲେ ବହୁତ ଜଲାସି ଆପଣମାନେ ଜାଣିଛନ୍। ସେଥିରେ ଦେଖିକିରି ଗାଲବେ। ଦେଖିକିନା ଭାତ ଭୁତି ଟିକେ ଗାଲବେ କାଏଁ ଯେ ବୋଇଲେ ପାଣି ଛିଟକିଲେ ପାଣି ଫୁଟକା ବାଗିର ହେଇଯାଏସି ଆଉ ପଛେ ବହୁତ ପେନ୍ ହେସି। ଭାତ ଭୁତା ମୁଇଁ ଗାଲି ସାରଲି। ଏଟା ଦେଖୁନ୍ ମୋର୍ ପିଆଜ ଶାଗ ମୋର୍ ରେଡି ହେଇଗଲାନ। ଏଟା ଦେଖୁନ୍ ମୁଇଁ ମୁନଗା ଆଲୁ ଖଡ଼ାକେ ମୁଇଁ ତରକାରୀ କରମି। ତ ମୁଇଁ ସେଥିରଲାଗି ମସଲା କଷି ସାଇଲିନ। ଦେଖୁନ୍ ପିଆଜ ଟମାଟର ମସଲା ବଟା ମସଲା ଦେଇକିରି ଆଉ ମୁନଗା ଖଡ଼ା ରାନ୍ଧିଲେ ନିକେଁ ଦେଶୀ ମସଲା ଦେଲେ ହିଁ ଭଲ୍ ଲାଗ୍ସି। ଦେଖୁନ୍ ଦେଶୀ ମସଲା ମୁଇଁ ଦେଇଦେଲିନ। ଟମାଟର ଗୁଣ୍ଡ ମସଲା ମାନେ ସବୁ ଦେଇଦୁଆ ସାରିକିରି ମୁଇଁ ଟିକେ ଟମାଟରକେ ବିଲେଇ ବୁଲା ଦେଲି। ତାପରେ ଏଟା ମୁଇଁ ଦେଶୀ ମସଲା ଦେଇକିରି କଷି କୁଷା ଦଉଛେଁ ମୁନଗା ଖଡ଼ା ଆଲୁକେ। ଦେଖୁନ୍ ଇଆଡ଼େ ମୋ ଝିଅ ବି ଉଠି ପଡ଼ିଥିଲାନ। ଏଟା ଦେଖୁନ୍ ଉଠିଲେ କି ନିକେଁ ଆଜିକାଲି ଟିକେ ବେଶୀ ଲାଡ଼ଲି ହେଇଗଲାନ ଯେ ନିକେଁ କାନ୍ଦସି ବହୁତ କାନ୍ଦସି ଉଠ୍ସି। ଆଉ ତା ଦେଖୁନ୍ ତାର ବାପା ଏଟା ଡ୍ୟୁଟି ଯିବାରଲାଗି ବାହାରଲେ। ଆଉ ଦେଖୁନ୍ ଏଟା ସନ୍ଧ୍ୟାର ଭିଡ଼ିଓ। ଆମେ ଏଟା ମାର୍କେଟ ଟିକେ ଯାଉଥିଲୁ। ପନିପରିବା ନାଇଁ ଥାଏ ଘରେ କିଛି ବୋଲେ ଆମେ ଏଟା ମାର୍କେଟ ଯାଉଛୁଁ। ଦେଖୁନ୍ ଏଟା ମାର୍କେଟ ଆମେ ପହଞ୍ଚି ଗଲୁନ। ପହଲା ଆମେ ଦେଖମୁ କାଣା କାଣା କେତେ କାଣା ରେଟ୍ ଅଛେ ସେଇ ହିସାବରେ ଆମେ ତୁନ୍ ଶାଗ ପନିପରିବା ଆନମୁ। ଆଉ ଦେଖୁନ୍ ଏଟା ତାର ବାପା ଏଟା ମତେ କହିଲେ ତୁଇ ଆଲୁ ବାଛ ମୁଇଁ ପିଆଜ ବାଛମି। ତ ଏଟା ମୁଇଁ ଆଲୁ ପିଆଜ ଆମେ ବାଛୁଛୁଁ। ଆଲୁ ହେଲାନ ରେଟ୍ କେଜି 20 ଟଙ୍କା ହେଇଛେ। ଆଉ ପିଆଜ 20 କି 25 ଟଙ୍କା ଲେଖା ହେଇଛେ। ମୁଇଁ ନାଇଁ ପଚରାଇ ହେତକି। ତାପରେ ଦେଖୁନ୍ ଆମେ ଆଲୁ କିଣିକୁନା ସାଇଲୁଁ। ଏଟା ଆମେ ପରିବା କିଣମୁ ଇହାଦେ। ଆଜିକାଲି ଡେଟ୍ରେ ନିକେଁ ତମେ ଯେତେ 500 ନେ କି 1000 ଟଙ୍କା ନେଲେ ବି ନିକେଁ ବେଗ ପୁର୍ ନାଇଁ ହୁଏ। ଦେଖୁନ୍ ମାର୍କେଟିଂ କରି ସାରିଲୁଁ। ମୁଇଁ ଗୁପଚୁପ ଟିକେ ଖାଇଲି। ଖାଇ ଖୁଆ ସାରଲି। ତାରପରେ ହେନୁ ଗୋଟେ ମତେ ମର୍ଚା ଲାଗିଥିଲା ଯେ ପୁରା ଜଳୁଥାଏ ଟୁଁ। ଦେଖୁନ୍ ବେଗ 500 ଟଙ୍କା ନେଇକିରି ବି ନିକେଁ ବେଗ ଫୁଲ୍ ଭର୍ତ୍ତି ନାଇଁ ହେଲା। ଦେଖୁନ୍ ଅଧା ବେଗ। ଦେଖୁନ୍ ସାମ୍ନାରେ ମୁଇଁ ଠିଆ ହେଇଥିଲି ବୋଲେ ହେନ ପାରା ଗୋଟେ ଦେଖୁନ୍ ପଡ଼ିକିରି ମରି ଯାଇଥିଲା। ତାର ବାପାକେ କହିଲେ ଯେ ନନି ଲାଗି ନାସ୍ତା ଟିକେ ଆଣବ। ତାପରେ ଏଟା ନାସ୍ତା ଆନି ଯାଇଥିଲେ। ଆମେ ଠିଆ ହେଇଥିଲି ଆଉ ଇଆଡ଼େ ସିଆଡ଼େ ଦେଖୁଥିଲି କାଣା କରମି ବୋର୍ ହଉଥିଲି ବୋଲେ ମୋର୍ ମୋବାଇଲକେ ଅନ୍ କରି ରଖି ଦେଇଥିଲି। ଦେଖୁନ୍ ସାମ୍ନା କ୍ୟାମେରା ଏଟା କିଣିକୁନା ସାରିଲୁ। ଆମେ ରିଟର୍ନ ହଉଛୁଁ। ଆମର୍ ଆର ରାସ୍ତା ମାନେ ଦେଖ बाट ଘାଟ ଏତେ ଲାଇଟ୍ ନାଇଁନ ଅନ୍ଧାର ରହିସି ପ୍ରାୟ। ସେଥିର୍ଲାଗି ଲାଇଟ୍ ମାନେ ବି ବନ୍ଦ ଅଛେ। ଦେଖୁନ୍ ଏଟା ଆମେ ଘର ପାସ୍ ହେଇ ଆସିଲୁନ। ଆଶା କରୁଛେ ମୋର୍ ଭିଡ଼ିଓ ମାନେ ଆପଣମାନଙ୍କୁ ଭଲ୍ ଲାଗ୍ବା। ଯେନ୍ ମାନେ ବି ମୋର୍ ଭିଡ଼ିଓ ନୂଆ ଦେଖୁଛ ମୋର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦେବେ। ଲାଇକ୍ ସେୟାର କମେଣ୍ଟ କରବାର୍କେ ନାଇଁ ଭୁଲବେ। ଆମେ ଏଟା ଆଖାପାଖି ପହଞ୍ଚି ଆସିଲୁନ। ଦେଖୁନ୍ ଏଟା ଅନ୍ଧାର ବି ହେଇ ଆସିଛେ। ରାସ୍ତା ମାନେ ଲାଇଟ୍ ନାଇଁ ଦେଲା ନା ଏନ୍ତା। ଆଉ ଆମେ ପହଞ୍ଚି ସାରିଲା ବାଦ୍ ଦେଖିଲି ମୋ ଝିଅ ଶୋଇ ପଡ଼ିଥିଲାନ। ଏଟା କାନ୍ଦି କାନ୍ଦି ତାପରେ ଏଟା ଶୋଇ ପଡ଼ଲା। ଦେଖୁନ୍ ମୁଇଁ ଏଟା କପଡ଼ା ପାଟିକିରି ମୁଇଁ ମୋ ରନ୍ଧା ବଢ଼ାରେ ମୁଇଁ ଲାଗି ଯାଏସି। ଆମେ ରନ୍ଧା ଘର ଆଡ଼େ ଏଟା ମୁଇଁ ଯାଉଛେଁ। ଦେଖୁନ୍ ମା ଭାତ ରାନ୍ଧି ସାରିଥିଲେନ। ଆଉ ଏଟା ମୁଇଁ ଦାଇଲ ଇଆଡ଼େ ବସା ହେଇଛେ। ଏଟା ମୁଇଁ ଏଟା ରାନ୍ଧମି ଭଜା ଟିକେ ଭାଜିଦେମି। ଆଉ ଆଜି ହେନ୍ତା ତ ବେଶୀ ଡେଲି କାଣା ହେଲେ କେତେ ହେଲେ ତୁନ୍ ମସଲା ଦିଆ ଖାଇବ। ସେଥିର୍ଲାଗି ବୋଇଲି ମୁଇଁ ଫୁଲକୋବିକେ ଖାଲି ଭାଜିଦେଲି ହାଲକା ପିଆଜ ଟମାଟର ମିର୍ଚା ଗୁଣ୍ଡ ସବୁ ଦେଇକିରି ସୁଖା ସୁଖା ତେଲ ତେଲେ ଖାଲି ମୁଇଁ ଭାଜିଦେଲି। ଆପଣମାନେ କହୁନ୍ କେନ୍ତା କରି ଫୁଲକୋବିକେ ରାନ୍ଧିଲେ ଖରା ମାସେ ବେଶୀ ଟେଷ୍ଟ ଲାଗ୍ସି। କାଁଯେ ବୋଲେ ମତେ ଖରା ଦିନେ ଖାଇବାର୍ ପ୍ରାୟ ସୁଖା ଭଜା ଭଜା ମାନେ ଭଲ୍ ଲାଗ୍ସି। ଦେଖୁନ୍ କପାଲତା ଏଟା ମୁଇଁ ରହି
ତେଲ ସନ୍ଧ୍ୟାରେ ନେଇ ଚौंती पारली मार्केट पड़ाली से नहीं चौंती पारली तो बजारू आइली आउटा मुई चौंतुछे ସବୁ କପଡ଼ା ଇଆଡ଼େ ସାଡ଼େ ଆଉ ଇଆଡ଼େ ମୋ ଝିଅ ବି ଶୋଇ ପଡ଼୍ଛି ଉଠି ଉଠା ଯିବା ବେଲେ କିଛି କାମ କରି ନାଇଁ ହୁଏ ତାପରେ ଶୋଇଥିବା ଭିତରେ ମୁଇଁ ମୋ କାମ ସବୁ ସାରବାକେ ଚେଷ୍ଟା କରସି ଆଉ ଉଠିଲା ପରେ ବହୁତ ସେ କାଁସି ଆଉ କୋଉ ଦେଖୁନ୍ କପଡ଼ା ଚौंतुଥିଲି ଆଉ ତାପରେ ଏଇଟା ଉଠି ପଡ଼ଲାନ ଖୁଇଁ ହଉଛି ଘରେ ରହି ରହି ନାଇଁ କାଁ ବୋର୍ ବି ଲାଗଲାନ କାଣା କରମି ବୋଲି ଭାବୁଛେଁ ଛୁଆ ଛୋଟ ବି ଅଛି କିଛି କାମଟେ ପାର୍ଟ ଟାଇମ୍ କରମି ବୋଲି ଭାବୁଛେଁ ଯେ କିଛି ମୋର୍ ଆଇଡ଼ିଆରେ ନାଇଁ ଆସବା ତখন ତାର ବାବା ବି ପଲେଇଥିଲେନ ଖାଇବାର୍ ଲାଗି ରାତି ଟାଇମ୍ ଆମର ଠାନେ ଖାଇସନ୍ ଆପଣମାନେ କିଛି ଆଇଡ଼ିଆ ଦଉନ୍ ଯେ ମୁଇଁ କାଣା ଟିକେ କଲେ ମତେ ଭଲ୍ ହେବା